ଆସୁଛି ଖଣ୍ଡଗିରି କୁମ୍ଭ ମେଳା କିନ୍ତୁ ସେଠି ତିନି ଆମର ଆଇଟମ୍ ଡ୍ୟାନ୍ସର ଅଛନ୍ତି ତାଙ୍କୁ ବ୍ୟାନ୍ କରାଯାଇଛି ତ ଆକୁ ନେଇକି ଆପଣ କ'ଣ କହିବେ? ଯେ ଆଜ୍ଞା ଦେଖନ୍ତୁ ଆମେ ହେଲୁ ଆଇନଜୀବୀ ଯେ ଯେତେ ପ୍ରକାରର ବଡ଼ କ୍ରାଇମ୍ କରିଥିବେ ଲୋକମାନେ ସେତେବେଳେ ଆଇନଜୀବୀ ପାଖକୁ ଆସିବେ ତେଣୁ ଆଇନଜୀବୀ ତାଙ୍କୁ ଅତି ଶୀଘ୍ର ବେଲ୍ କରିକି ତାଙ୍କୁ ସୁରକ୍ଷା ଦେବ ଏଇଟା ଆଇନଜୀବୀଙ୍କର କାମ। ତେଣୁ ଆମେ କୌଣସି ପଲିଟିକାଲ ଦଳରେ ନାହୁଁ କି ବିଚାର ବିମର୍ଶରେ ନାହୁଁ। ତେଣୁ ଯଦି କୌଣସି ଯାତ୍ରା ହେଉଛି ଆମେ ଯାହା ସୋସିଆଲ ମିଡ଼ିଆରେ ଦେଖିବୁ ତା ଉପରେ କିଛି ବକ୍ତବ୍ୟ ରଖିବୁ। ତିନି ଜଣଙ୍କୁ କ'ଣ ପାଇଁ ବ୍ୟାନ୍ କରାହେଲା? କେବଳ ଖଣ୍ଡଗିରି କାହିଁ ବ୍ୟାନ୍ କରାହେଲା? ଅଲଗା ଜାଗାରେ ବି ତ ସେଇମାନେ ସେମିତି ଉଲ୍ଲଗ୍ନ ନୃତ୍ୟ କରୁଛନ୍ତି ନା। ଯେ ଆଜ୍ଞା ଦେଖନ୍ତୁ ଆମ ପାଖକୁ ଯଦି କୌଣସି ବ୍ୟକ୍ତି ଆସିବେ ଆମେ ତାଙ୍କ ପାଇଁ ହାଇକୋର୍ଟରେ ଷ୍ଟେ କରିବୁ ଯେ ଟୋଟାଲ ଖଣ୍ଡଗିରି ଯାତ୍ରାଟା ବନ୍ଦ ହେଇଯିବ। କାହିଁକିନା ଯାତ୍ରାଟା ବନ୍ଦ ହେଇଗଲେ ଆଉ କେହି ଆସିବେନି କି ଆଉ କେହି ଦେଖା ଚାହାଁ ନାଚ କରିବେନି। ତେଣୁ ଯାତ୍ରାଟା ହେବାରୁ ଅନେକ ଓଡ଼ିଶାବାସୀଙ୍କର ମନରେ ଗୋଟେ ଛନକା ପଶୁଛି, ବିଭିନ୍ନ ପ୍ରକାର କଥା ଆଲୋଚନା ହେଉଛି। ରାନୀ ପଣ୍ଡା ଅସୁସ୍ଥ, ଜଣେ ସମାଜସେବୀ, କେମିତି ଦେଖୁଛନ୍ତି? ଯେ ଆଜ୍ଞା ଦେଖନ୍ତୁ ଜଣେ ସମାଜସେବୀକୁ ସବୁବେଳେ ଆମର ସାଲ୍ୟୁଟ୍। ଅନେକ ବ୍ୟକ୍ତିଙ୍କ ପାଖରେ ପହଞ୍ଚି ସେ ବ୍ୟକ୍ତି କାମ କରୁଥିବାରୁ ଆମେ ନିଶ୍ଚିନ୍ତ ରୂପେ ତାଙ୍କ ପାଖରେ ଚିର ଋଣୀ ଏବଂ କୃତଜ୍ଞତା ଜ୍ଞାପନ କରୁଛୁ। ପ୍ରଭୁ ଜଗନ୍ନାଥ ତାଙ୍କୁ ଦୀର୍ଘାୟୁ ହୁଅନ୍ତୁ ଆଉ ସେ ମ୍ୟାଡ଼ାମକୁ ଅତି ଶୀଘ୍ର ସୁସ୍ଥ କରନ୍ତୁ। ଆଜ୍ଞା ଆପଣ ନିଶା ମ୍ୟାଡ଼ାମଙ୍କର ଲିଗାଲ ଆଡ଼ଭାଇଜର ଥିଲେ ଏବଂ ନିଶାକୁ ଏବଂ ରାଣୀ ପ୍ରିୟଦର୍ଶିନୀକୁ ଏବଂ ସାହୁ ବାବୁଙ୍କୁ କେବଳ ତିନି ଜଣଙ୍କୁ ଖଣ୍ଡଗିରି ମନା କରାଯାଇଛି, ଆପଣ ଆ ଉପରେ କିଛି ପଦକ୍ଷେପ ନେବେ? ଯେ ଆଜ୍ଞା ଦେଖନ୍ତୁ ମୁଁ ଯେଉଁ ସମୟରେ ଓକିଲ ଥିଲି ତ ସେତେବେଳେ ଅନେକ ଘଟଣାକୁ ମୁଁ ସାମ୍ନା କରିଛି। କେହି ମଧ୍ୟ ବ୍ୟକ୍ତି ସାମ୍ନାକୁ ଆସିନାହାନ୍ତି, ଏମିତିକି ଯାତ୍ରା ପାର୍ଟି ଠାରୁ ଲଗେଇକିରି ଅନେକ ଜାଗାରେ। କିନ୍ତୁ ଯେତେବେଳେ ବର୍ତ୍ତମାନ ମୋ ପାଖକୁ କେହି ଆସିନାହାନ୍ତି ତ ମୁଁ କାହା ବିଷୟରେ ଟିପ୍ପଣୀ ଦେବା କି କାହାକୁ ସୁରକ୍ଷା ଦେବା ସେ ବିଷୟରେ ଆଗୁଆ କୌଣସି ପଦକ୍ଷେପ ନେଇପାରିବିନି କି କହିପାରିବି ନାହିଁ। ଆପଣ ଜଣେ ଭଲ ସମାଜସେବକ, ଜଣେ ସମାଜସେବିକା ଅସୁସ୍ଥ, ଆପଣ ଦେଖିବାକୁ ଯିବେ କି? ନିଶ୍ଚିନ୍ତ ରୂପେ ଭୁବନେଶ୍ୱର ଭିତରେ ହେଇଥିଲେ ମୁଁ ଯାଇକି ଦେଖି ସାରନ୍ତା। ଆଜ୍ଞା ସୁନ୍ଦରପଦା ଭୁବନେଶ୍ୱର ଭିତରେ ଚେଷ୍ଟା କରିବି ଯାଇକି ଦେଖା କରିବା ପାଇଁ। ଧନ୍ୟବାଦ। ସେ ତିନିଟା